ନମସ୍କାର ବନ୍ଧୁମାନେ, ହର ହର ମହାଦେବ। ଆପଣ ସମସ୍ତଙ୍କୁ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛୁ। ବନ୍ଧୁମାନେ, ଆଜିର ଏହି କଥା ଆପଣଙ୍କ ଗୋଡ଼ ତଳୁ ମାଟି ଖସାଇଦେବ। କାରଣ ଗତ ବର୍ଷ ଧରି ପ୍ରତିଦିନ ରାତି ଠିକ୍ ସମୟରେ ଏକ ଅଜଣା ଛାୟା ଆପଣଙ୍କ ଘର ଚାରିପାଖରେ ଚକ୍କର କାଟୁଛି ଏବଂ ଆପଣଙ୍କଠାରୁ ଏକ ଅତ୍ୟନ୍ତ ଜରୁରୀ ଜିନିଷ ମାଗୁଛି, ଯାହାକୁ ଆପଣ କ୍ରମାଗତ ଭାବରେ ଅଣଦେଖା କରିଆସୁଛନ୍ତି। ଆଉ ଏହା ହେଉଛି ସେହି କାରଣ ଯେଉଁଥିପାଇଁ ଲକ୍ଷେ ଚେଷ୍ଟା ସତ୍ତ୍ୱେ ଆପଣଙ୍କର ହେଉଥିବା କାମଗୁଡ଼ିକ ବିଗିଡ଼ି ଯାଉଛି ଏବଂ ଘରେ ଟଙ୍କା ତିଷ୍ଠିବାର ନାଁ ନେଉନାହିଁ। ଆପଣ ଦିନରାତି ପରିଶ୍ରମ କରୁଛନ୍ତି, କିନ୍ତୁ ପ୍ରତିଥର ସଫଳତା ହାତରୁ ଖସିଯାଉଛି ଏବଂ ଘରେ ବିନା କାରଣରେ କଳହ, ଅଶାନ୍ତି ଏବଂ ମାନସିକ ଚାପର ପରିବେଶ ଲାଗି ରହୁଛି। ଏହାର ପଛରେ ଆପଣଙ୍କ ଗ୍ରହ ନକ୍ଷତ୍ର କିମ୍ବା କୌଣସି ଶତ୍ରୁ ନୁହନ୍ତି, ବରଂ ସେହି ନକାରାତ୍ମକ ଶକ୍ତି ଅଛି ଯାହା ଆପଣଙ୍କ ଘରକୁ ନିଜର ଠିକଣା କରିନେଇଛି। ଯେତେବେଳେ ଘରକୁ ଏପରି ଶକ୍ତିମାନେ ଆସିଯାଆନ୍ତି, ସେଠାରେ ମା ଲକ୍ଷ୍ମୀଙ୍କ ବାସ ହେବା ବନ୍ଦ ହୋଇଯାଏ ଏବଂ ପ୍ରଗତି ସମ୍ପୂର୍ଣ୍ଣ ରୁଦ୍ଧ ହୋଇଯାଏ। ଦିନକୁ ଦିନ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବା, ମୁଣ୍ଡ ଭାରି ରହିବା କିମ୍ବା ସବୁବେଳେ ଏକ ଅଜବ ଭୟ ଲାଗିରହିବା, ଏହା ଏକ ବଡ଼ ସଙ୍କେତ ଯେ ଆପଣଙ୍କ ଆଖପାଖରେ କିଛି ବହୁତ ଭୁଲ ଘଟୁଛି। ଆଜି ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, କାରଣ ଆଜି ଆମେ ଆପଣଙ୍କୁ ସେହି ଅଦୃଶ୍ୟ ବାଧାରୁ ସର୍ବଦା ପାଇଁ ମୁକ୍ତି ପାଇବାର ଏକ ଏଭଳି ଅଚୂକ ଏବଂ ମହାଶକ୍ତିଶାଳୀ ଉପାୟ କହିବାକୁ ଯାଉଛୁ, ଯାହା ଆପଣଙ୍କ ସମଗ୍ର ଜୀବନକୁ ବଦଳାଇ ଦେବ। ପ୍ରଥମେ ତ ଏହା ଜାଣି ରଖନ୍ତୁ ଯେ ରାତିଟାରୁଟା ସମୟ ଏହି ଶକ୍ତିମାନଙ୍କର ସବୁଠାରୁ ପ୍ରବଳ ସମୟ ଅଟେ। ଯଦି ଏହି ସମୟ ମଧ୍ୟରେ ଆପଣଙ୍କ ଆଖି ହଠାତ୍ ଖୋଲିଯାଏ, ଶରୀରରେ ଝାଳ ବାହାରେ କିମ୍ବା ଘରର ଛାତ ଉପରେ କିଛି ପଡ଼ିବାର ବା ଖଟଖଟ ଶବ୍ଦ ହୁଏ, ତେବେ ବୁଝିଯାଆନ୍ତୁ ଯେ ସେହି ଶକ୍ତି ଆପଣଙ୍କୁ କିଛି ସଙ୍କେତ ଦେବାକୁ ଚେଷ୍ଟା କରୁଛି। ଅନେକ ସମୟରେ ଏହି ବାଧାଗୁଡ଼ିକ ଆମ ଘରକୁ ଆମର ନିଜର ଭୁଲ ଯୋଗୁଁ ଆସିଯାଏ। ଯେପରିକି ଘରେ ଦୀର୍ଘଦିନ ଧରି ମାଙ୍କଡ଼ା ଜାଲ ଲାଗିରହିବା, ଭଙ୍ଗା କାଚ କିମ୍ବା ବନ୍ଦ ପଡ଼ିଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ସାଇତି ରଖିବା, କିମ୍ବା ଦିନ ଦିନ ଧରି ବିନା ଧୁଆ ହୋଇଥିବା ମଇଳା କପଡ଼ାଗୁଡ଼ିକୁ ଏକାଠି ଜମା କରି ରଖିବା। କାରଣ ଏପରି ନକାରାତ୍ମକ ଜିନିଷ ପ୍ରତି ଏହି ଶକ୍ତିମାନେ ଅତି ଦ୍ରୁତ ଗତିରେ ଆକର୍ଷିତ ହୁଅନ୍ତି। ଏହା ବ୍ୟତୀତ ଅନେକ ସମୟରେ ଯେତେବେଳେ ଆମେ କୌଣସି ଜନଶୂନ୍ୟ ରାସ୍ତା, ଶ୍ମଶାନ କିମ୍ବା ଏଭଳି କୌଣସି ସ୍ଥାନ ଦେଇ ଯାଉ ଯେଉଁଠାକାର ପରିବେଶ ଦୂଷିତ ଥାଏ ଏବଂ ଅଜାଣତରେ ପଛକୁ ଫେରି ଚାହିଁଦେଉ କିମ୍ବା କିଛି ଏପରି କଥା କହିଦେଉ, ସେତେବେଳେ ସେହି ଶକ୍ତି ଆମ ସହିତ ଆମ ଘର ପର୍ଯ୍ୟନ୍ତ ଚାଲିଆସେ ଏବଂ ଆମ ସମଗ୍ର ପରିବେଶର ସୁଖଶାନ୍ତିକୁ ଛାରଖାର କରିବାକୁ ଲାଗେ। ଆଉ ଏକ ବଡ଼ କାରଣ ଏହା ମଧ୍ୟ ହୋଇପାରେ ଯେ ଆପଣଙ୍କ କୁଳ ବା ପରିବେଶରେ ଏପରି କୌଣସି ପୂର୍ବପୁରୁଷଙ୍କ ଆତ୍ମା ବୁଲୁଥାଇପାରେ ଯାହାଙ୍କୁ ଏପର୍ଯ୍ୟନ୍ତ ମୁକ୍ତି ମିଳିନାହିଁ। ଅଥବା ଆପଣ କୌଣସି ମୃତ ବ୍ୟକ୍ତିଙ୍କର କୌଣସି ପୁରୁଣା ଋଣ କିମ୍ବା କୌଣସି ମୂଲ୍ୟବାନ ବସ୍ତୁ ନିଜ ପାଖରେ ରଖିଛନ୍ତି, ଯାହା ଯୋଗୁଁ ସେମାନଙ୍କ ଆତ୍ମା ସେହି ବସ୍ତୁର ମୋହରେ ବାରମ୍ବାର ଆପଣଙ୍କ ଘରକୁ ଫେରିଆସେ। ଯେପର୍ଯ୍ୟନ୍ତ ଆପଣ ସେହି ଋଣ ପରିଶୋଧ ନ କରିବେ କିମ୍ବା ସେହି ବସ୍ତୁର ସଠିକ୍ ଉପାୟରେ ଦାନ ପୁଣ୍ୟ ନ କରିବେ, ସେପର୍ଯ୍ୟନ୍ତ ଏହି ଅସୁବିଧା କ୍ରମାଗତ ଭାବରେ ଲାଗିରହିବ। ତେଣୁ ଆସୁଥିବା ଅମାବାସ୍ୟା ଦିନ ଆପଣଙ୍କ ପୂର୍ବପୁରୁଷଙ୍କ ନାମ ନେଇ କୌଣସି ଲୋଡ଼ାଥିବା ବ୍ୟକ୍ତିଙ୍କୁ କିମ୍ବା ନିଜ ଭଉଣୀ ଝିଅକୁ ଡାକି ଆଦରପୂର୍ବକ ଭୋଜନ କରାନ୍ତୁ ଏବଂ ଚଣାଡାଲି, ଗୁଡ଼ ତଥା ଘିଅ ଦାନ କରନ୍ତୁ। ଏହାଦ୍ୱାରା ପିତୃଦୋଷ ଶାନ୍ତ ହୁଏ ଏବଂ ଭ୍ରମଣ କରୁଥିବା ଆତ୍ମାମାନଙ୍କୁ ସଦ୍ଗତି ମିଳେ। ବର୍ତ୍ତମାନ ସେହି ମହା ଉପାୟଟିକୁ ବହୁତ ଧ୍ୟାନର ସହିତ ଶୁଣନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ପ୍ରକାରର କୁସଂସ୍କାର କିମ୍ବା ଦୁଷ୍ଟ ଶକ୍ତି ଆପଣଙ୍କ ଘରର ଦୁଆର ମୁହଁରୁ ସର୍ବଦା ପାଇଁ ଦୂରେଇଯିବ। ଆପଣଙ୍କୁ ଯେକୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଜୀଙ୍କ ମନ୍ଦିର ଯିବାକୁ ହେବ ଏବଂ ନିଜ ସହିତ ପାଣି ଥିବା ଏକ ଶୁଖିଲା ନଡ଼ିଆ ନେଇଯିବାକୁ ହେବ। ସେଠାରେ ଯାଇ ହନୁମାନଜୀଙ୍କ ଚରଣର ସିନ୍ଦୂର ସେହି ନଡ଼ିଆ ଉପରେ
ଭଲ ଭାବରେ ଲଗାଇଦେବେ ଏବଂ ତାପରେ ଏକ କଳା ସୂତା ସେହି ନଡ଼ିଆ ଉପରେ ସମ୍ପୂର୍ଣ୍ଣ ଭାବରେ ଗୁଡ଼ାଇଦେବେ। ଏହାପରେ ହନୁମାନଜୀଙ୍କ ସାମ୍ନାରେ ବସି ବଜରଙ୍ଗ ବାଣ କିମ୍ବା ହନୁମାନ ଚାଳିଶା ପାଠ କରିବେ ଏବଂ ତାପରେ ସେହି ନଡ଼ିଆକୁ ଉଠାଇ ନିଜ ଘରକୁ ନେଇ ଆସିବେ। ଘରକୁ ଆଣି ଏହାକୁ ଆପଣଙ୍କ ମୁଖ୍ୟଦ୍ୱାର ଅର୍ଥାତ୍ ମେନ୍ ଗେଟ୍ ଉପରେ ଏପରି ଭାବରେ ବାନ୍ଧିଦେବେ ଯେପରି ବାହାରର ଯେକୌଣସି ବ୍ୟକ୍ତି ଘରେ ପ୍ରବେଶ କଲାବେଳେ ତାଙ୍କ ନଜର ସେହି ଉପରେ ପଡ଼ିବ। ଏହି ଉପାୟଟି ଏତେ ପ୍ରବଳ ଏବଂ ଶକ୍ତିଶାଳୀ ଯେ ଏହା ଲାଗିବା ମାତ୍ରେ ଘରର ସମସ୍ତ ନକାରାତ୍ମକ ଶକ୍ତି ଟାଣି ହୋଇ ବାହାରକୁ ଚାଲିଯିବ ଏବଂ ଆପଣଙ୍କ ଘରେ ସାକ୍ଷାତ୍ ପବନପୁତ୍ର ହନୁମାନଜୀଙ୍କ ପହରା ଲାଗିଯିବ, ଯାହାଫଳରେ କୌଣସି ବି ଦୁଷ୍ଟ ଶକ୍ତି ଆପଣଙ୍କର କିଛି ବିତି କରିପାରିବ ନାହିଁ ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଧନ୍ଦଲତର ବନ୍ଦ ଦରଜା ସର୍ବଦା ପାଇଁ ଖୋଲିଯିବ। ଯେତେବେଳେ ଆପଣ ରାତିରେ ହଠାତ୍ ଚମକି ଉଠନ୍ତି ଏବଂ ଆପଣଙ୍କୁ ଏଭଳି ଅନୁଭବ ହୁଏ ଯେ ଅନ୍ଧାରରେ କେହି ଜଣେ ଛିଡ଼ା ହୋଇ ଆପଣଙ୍କୁ କ୍ରମାଗତ ଭାବରେ ଦେଖୁଛି, ସେତେବେଳେ ଏହା ଆପଣଙ୍କର କୌଣସି ଭ୍ରମ ନୁହେଁ, ବରଂ ସେହି ଅଦୃଶ୍ୟ ଶକ୍ତିର ଉପସ୍ଥିତି ହୋଇଥାଏ, ଯାହା ଆପଣଙ୍କଠାରୁ ଶହ ଶହ ବର୍ଷ ପୁରୁଣା କିମ୍ବା ପୂର୍ବଜନ୍ମର କୌଣସି ଏଭଳି ହିସାବ କରିବାକୁ ଚାହେଁ ଯାହାକୁ ଆପଣ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି। ଯେତେବେଳେ ବି ଆପଣ କୌଣସି ନୂତନ କାମ ଆରମ୍ଭ କରିବାକୁ ଚିନ୍ତା କରନ୍ତି କିମ୍ବା ଆପଣଙ୍କ ପାଖକୁ କେଉଁଠାରୁ କିଛି ଧନ ଆସିବାକୁ ଥାଏ, ସେତେବେଳେ ଶେଷ ମୁହୂର୍ତ୍ତରେ କିଛି ଏପରି ଅଘଟଣ ଘଟିଯାଏ ଯେ ସେହି ଧନ ଆସିବା ପୂର୍ବରୁ ହିଁ ଚାଲିଯିବାର ବାଟ ସୃଷ୍ଟି ହୋଇଯାଏ। ଘରର ସଦସ୍ୟମାନଙ୍କ ମଧ୍ୟରେ ବିନା କୌଣସି କାରଣରେ ଏତେ ଭୟଙ୍କର ବିବାଦ ଦେଖାଦିଏ ଯେ ହସଖୁସିର ପରିବାର ପରସ୍ପରର ଶତ୍ରୁ ପାଲଟି ଯାଆନ୍ତି। ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯେତେବେଳେ କୌଣସି ଭ୍ରମଣ କରୁଥିବା ଆତ୍ମାର କୌଣସି ପ୍ରବଳ ଇଚ୍ଛା ଅଧୁରା ରହିଯାଏ, ସେତେବେଳେ ସେ ନିଜ ପରିବାରର ଲୋକଙ୍କ ଆଖପାଖରେ ବୁଲିବାକୁ ଲାଗେ ଏବଂ ଯେପର୍ଯ୍ୟନ୍ତ ତାକୁ ଶାନ୍ତ କରାଯାଏ ନାହିଁ, ସେପର୍ଯ୍ୟନ୍ତ ସେ ସେହି ଘରେ ସୁଖର ଗୋଟିଏ ନିଶ୍ୱାସ ମଧ୍ୟ ନେବାକୁ ଦିଏ ନାହିଁ। ଆପଣଙ୍କୁ ଏହା ମଧ୍ୟ ଦେଖିବାକୁ ହେବ ଯେ ଆପଣଙ୍କ ଘରର ଠିକ୍ ସାମ୍ନାରେ କିମ୍ବା ଆପଣଙ୍କ ଅଗଣାରେ କୌଣସି ପୁରୁଣା ଗଛ କିମ୍ବା ଶୁଖିଲା ସ୍ଥାନ ଅଛି କି ନାହିଁ, ଯେଉଁଠାରେ ପ୍ରାୟତଃ ଏକ ଅଜବ ନୀରବତା ଲାଗି ରହିଥାଏ, କାରଣ ଏପରି ସ୍ଥାନଗୁଡ଼ିକ ଏହି ଶକ୍ତିମାନଙ୍କ ବସିବାର ମୁଖ୍ୟ ସ୍ଥାନ ପାଲଟିଯାଏ। ଯଦି ଆପଣ ଏହି ଭୟଙ୍କର ସଙ୍କଟରୁ ସର୍ବଦା ପାଇଁ ସୁରକ୍ଷିତ ହେବାକୁ ଚାହାନ୍ତି, ତେବେ ହନୁମାନଜୀଙ୍କର ସେହି ନଡ଼ିଆବାଲା ମହା ଉପାୟ ସହିତ ଆଉ ଏକ ବିଶେଷ କାର୍ଯ୍ୟ ଅବଶ୍ୟ କରନ୍ତୁ। ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏକ ମାଟି ଦୀପରେ ସୋରିଷ ତେଲ ପକାଇ ସେଥିରେ 2ଟି ଲବଙ୍ଗ ପକାନ୍ତୁ ଏବଂ ତାହାକୁ ଆପଣଙ୍କ ଘରର ମୁଖ୍ୟ ପ୍ରବେଶଦ୍ୱାର ବାହାରେ ଡାହାଣ ପାଖରେ ଜାଳି ରଖିଦିଅନ୍ତୁ।